ତାଙ୍କର ବହୁତ ଭଲ ନାଟକ ବହୁତ ଫାଷ୍ଟ କ୍ଲାସ୍ ହେଇଛି ଏ ବର୍ଷର ସୁପର ହିଟ୍ ହବ। ବେଶୀ ଆମର ଯୋଉ ଇଏ ଅଛନ୍ତି ବେହେରା ସୁଭାଷ ବେହେରାଙ୍କ ଅଭିନୟ ବହୁତ ଭଲ ନାଟକ ବହୁତ ବଢିଆ ହେଇଛି ସମସ୍ତେ ଆସି ଦେଖନ୍ତୁ ଏତିକି ମୋର जेहेतु आज सेकंड शोटा अच्छे भावुली बोधे टिके देखिए मेलोडी देखी गोटे दिटा सीन देखिए पलि आसबि किंतु आखि पता भी पकई पारे पूरा सकाळ होगा बाहर बहुत बढ़िया नाटक समस्त अभिनय नुआ आर्टिस्ट मैंने बढ़िया कर सुभाष भाई बढ़िया कर बढ़िया बहुत सुंदर बहुत बहुत मनुष्य आखि पता पकड़ सीन ना सब सीन सरप्राइज अच्छी सब सीन समस्त आर्टिस्ट मैंने बहुत खटी बहुत परिश्रम कर बहुत नाचुराल ये सीजन में तो अलग नाटक देखनी तो स्टार्ट हो बट किंतु एटा मते बहुत बढ़िया लगे बहुत बढ़िया लगिला भी एटा मु जेते अलग नाटक भी देखी बहुत नाटक देखी अलग टाइप रे एटा टिके डिफरेंट लगिला कॉपी हला बढिया लागिलानी स्टोरी किछि कॉपी नाही ओरिजिनल लागिला ओरिजिनल स्टोरी आ बहुत बढ़िया सब सीन बढ़िया सब डायलॉग डिलीवरी अति सुंदर धन्यवाद थैंक यू नाटक देखले भाई आज नाटक कौन थिला स्त्री राण मत सिंदूर दबु स्वर्णमल आज प्रथम नाटक थिला तार आज स्टेज रे नाटक हम देख टोटाली नाटक गोटे नाटक भाई लगला नहीं जब स्वर्णमल पूर्व आम देखीदेलु केते दुख दब देहरे गाड़िया या कि कांदुची तोरी कि आज लगला पूरा डिफरेंट नाटक किसी ना गुडाए सीन खाली अଯଥା अच्छी कि स्वर्णमल पर जो आशा था आम जो सकाल जाए बही नाटक शेष जाए भी हृदय छुई पाला नहीं गुड़ाए सीन अଯଥା अच्छी स्वर्णमल लगुच जमी नुआ नाटक हो राम बोधे से नाटक भाई हो पाला नहीं हाँ से नाटक से नाटक भल लगा से नाटक बढ़िया था नाटक बहुत भल होती संस्था आम 6टा जाए अच्छु 6टा प्लस है बही भी सरनी नाटक अच्छी बहुत भल अभिनय कर दुई जन हिरोइन भावना मामा बहुत भल रोल कर भल नाटक हाँ खंडगिरी निश्चित चलिए भल भल नाटक सबुठ चलिए खंडगिरी कौन चलिए से नाटक भी भल था नाटक भी भल अच्छी दुईटी जगह नाटक भल अच्छी सीजन तो भुवनेश्वर जहाँ पड़ी सब देखा सरला बोझठू आरंभ कर हरिश्चंद्र अघोरी सब देखा सरला रहा 2 नंबर एक नंबर एथर सबुठ भल हरिश्चंद्र ठीक अच्छे यात्रा तो स्त्री राण सिंदूर मो ना सागर रंजन यात्रा यात्रा पूरा भल लगे माने अधिकार स्त्री देला अन्य को भी बाहर सब स्त्री माने ये भल लगे से जो भाईटा बहुत बढ़िया हरिश्चंद्र आमर गोटे जो ये रोल इन रोल से कौन से बईटा हरिश्चंद्र गोटे जो नाटक बुझी पार्लुन से बहुत बढ़िया भल लगे स्टोरीटा भी बहुत भल आखिर भी लुह झरे राति सारा बहुत तुम
କାହାର ରୋଲ ଟା ବେଶୀ ଭଲ ଲାଗେ? ସମସ୍ତଙ୍କର କାହାର ମାନେ କହିହବନି, ସମସ୍ତଙ୍କର ଅଭିନୟ ନିପୁଣ ଥିଲା। ସୁଭାଷ ବେହେରାଠୁ ଧରିକି ଭାବନା, ମାମା, ସମସ୍ତେ ଆଉ କାହାକୁ ମାନେ କମ କହିବି ହବନି, ବହୁତ ଭଲ। ମନେ ଖାଇକି କିଛି କୁହ। କଣ କହିବେ ଆଜି ନାଟକ କାହାର? ନାଟକ ତ ଭଲ ହେଇଛି, ସବୁଠାରୁ ଭଲ ରୋଲ ବି ହେଇଛି ସମସ୍ତଙ୍କର। ସୁଭାଷ ବେହେରା, ଭାବନା, ମାମା ସମସ୍ତଙ୍କ ରୋଲ ଭଲ ଅଛି। ମ୍ୟାଡାମ ଆଜି ନାଟକ ଦେଖିଲେ ବହୁତ ବଢିଆ ଲାଗିଲା, ବୋରିଂ ଲାଗିନି। ପୁରା ଟାଇମ ପୁରା ଯାଇଛି କେମିତି ଆମେ ଜାଣିନୁ। ଟିକେଟ କାଟିକି ଫୁଲ ପଇସା ହଁ ଆସିଲା। ହଁ ଫୁଲ ନାଟକର କାହା ଚରିତ୍ର ବେଶୀ ପ୍ରଭାବିତ କଲା? ସମସ୍ତଙ୍କର ଭଲ ଥିଲା, ବେଶୀ କରି ଏଇ ଯୋଉ କଣ ତା ନାଁ ଥିଲା, ହିରୋ ହଁ ସୁଭାଷ ବେହେରା। ସୁଭାଷ ବେହେରା। ତାଙ୍କ ତ ମୁଁ ଫାଷ୍ଟ ଟାଇମରେ ତ ସେମିତି ନା ଯାତ୍ରାର ପୁରା ପଇସା ଅଛି ଆଉ ଆଗରୁ କେବେ ଯାତ୍ରା ଦେଖିଛନ୍ତି ନା ଆଜି? ହଁ ଆମେ ଦେଖିଛୁ କିନ୍ତୁ ଆଙ୍କର ମାନେ ଆଜିର ବହିଟା ବହୁତ ବଢିଆ ଲାଗିଲା। ଆଉ ଗୋଟେ ନାଟକ ଥିଲା ଶୁଣ ହେ ରାମ କାହାଣୀ, ଦେଖିଛନ୍ତି? ଏଇ ଆଜି ନାଟକ ଦେଖିଛନ୍ତି ନାଇଁ? ଧନ୍ୟବାଦ। ମାମା ଆଉ ସୁଭାଷ ବେହେରା ଭାଇ ଅଛନ୍ତି, ବହୁତ ବଢିଆ ଆକ୍ଟିଂ କରୁଛନ୍ତି, ଭଲ ହେଇଛି ସବୁ। ଖାଲି କେବଳ ସୁଭାଷ ବେହେରାଙ୍କ ଚରିତ୍ର ଭଲ ଲାଗିଲା ନା ନାଇଁ? ସୁଭାଷ ବେହେରା, ମାମା ସମସ୍ତଙ୍କ ଚରିତ୍ର ଭଲ ଲାଗିଲା। ଆଉ ନିରୋଜ ଭାଇ ଅଛନ୍ତି ଯେ ଭେଟେରାନ କଳାକାର, ତାଙ୍କ ଆକ୍ଟିଂ ବି ବହୁତ ଭଲ ଲାଗିଲା। ଆଗରୁ ନେଗେଟିଭ ଦେଖିଥିଲେ, ଆଜି କଣ ଦେଖିଲେ ତାଙ୍କ ଆଜି ଚରିତ୍ର? ପଜିଟିଭ ଭଲ ଲାଗିଲା। ଭଲ ଲାଗିଲା। ନିରୋଜ ଭାଇ ମାନେ ବହୁତ ପୁରୁଣା କଳାକାର ଜଣେ। ନା ଭଲ ହେଇଛି, ତାଙ୍କ ଆକ୍ଟିଂ ଭଲ ହେଇଛି ଆଉ ସେ ପଜିଟିଭ କ୍ୟାରେକ୍ଟରରେ ଆକ୍ଟିଂ କରୁଛନ୍ତି, ଭଲ ହେଇଛି, ସୁନ୍ଦର ଆକ୍ଟିଂ କରୁଛନ୍ତି। ରାଇଟର ବି ଆମର ଲକ୍ଷ୍ମୀଧର ଭାଇ ବଢିଆ କିନ୍ତୁ ବହିଟାକୁ ସଜେଇଛନ୍ତି, ବହୁତ ସୁନ୍ଦର ଲାଗିଲା ଆଜି। ରୁହ ରୁହ ରୁହ। ତିନି ଜଣ କହୁନାହାନ୍ତି, ସିଆଡେ ପଛକୁ ପଳେଇ ଆସନ୍ତୁ। ହଁ ବହୁତ ଭଲ ଲାଗିଲା, କାହାର ଚରିତ୍ର ବେଶୀ ଭଲ ଲାଗିଲା? ସମସ୍ତଙ୍କର ଭଲ ଲାଗିଲା। ଯିଏ ଯୋଉ ଚରିତ୍ର କରୁଥିଲେ ସମସ୍ତଙ୍କ ଚରିତ୍ର କଣ ସମସ୍ତଙ୍କ ଜାଗାରେ ନାଟକ ନାଁ କଣ ଥିଲା? କହନ୍ତି। ହଁ କଣ ଶିଖିଲେ ମ୍ୟାଡାମ ନାଟକରୁ, କଣ ଶିଖିଲେ? ମାନେ ଫ୍ୟାମିଲି ଡ୍ରାମା ଉପରେ କଣ, ମାନେ ସୋସିଆଲ ମେସେଜ କଣ ପାଇଲେ? ସିଏ କହିଲେ, ସିଏ ଭଲ କହିଲେ। କଣ ସାର୍, କଣ ସୋସିଆଲ ମେସେଜ କଣ ପାଇଲେ ଏଇ ନାଟକରୁ? ନା ଜଣାପଡ଼ୁଛି ନାଟକ ବହୁତ ଉଚ୍ଚକୋଟୀର ହୋଇଛି। ସବୁଠୁ ନିରଜ ପାଇଁ, ସୁଭାଷ ବେହେରା ଆଉ ଭାବନା ସମସ୍ତଙ୍କ ଚରିତ୍ର ସମସ୍ତେ ଭଲ କରିଛନ୍ତି। ସେଥିରୁ ଆମେ ମେସେଜରୁ ଏଇ ନାଟକଟି ଭାରି ଶିକ୍ଷଣୀୟ ନାଟକ ହେଇଛି। ଆଉ ସମସ୍ତେ ସ୍ତ୍ରୀ, ପୁଅ, ଝିଅ ସମସ୍ତେ ବସିକି ଏଇ ନାଟକ ଦେଖିଲା ଭଳି ନାଟକ ହେଇଛି। ଏଇ ନାଟକ ବଢ଼ିଆ ନାଟକ, ସମସ୍ତେ ସବୁ ନାଟକ କହୁଛନ୍ତି, କିନ୍ତୁ ଏଇ ନାଟକ ଗୋଟେ ଏମିତି ଘରୁଆ ନାଟକ ହେଇଛି ଯାହା ସହିତ କୌଣସି ନାଟକ ସମାନ ହେଇପାରିବନି। ସାର୍ ଆପଣ ବହୁତ ବର୍ଷ ହେଲାଣି ନାଟକ ଦେଖୁଛନ୍ତି। ହଁ ବହୁତ ବର୍ଷ ମୁଁ ଡିରେକ୍ସନ ଦିଏ ଆମ ଏପଟେ ଖଣ୍ଡପଡ଼ା ପଟେ ମୁଁ ଡିରେକ୍ସନ ଦିଏ। ମୁଁ ମିନିମମ୍ 200 ନାଟକ ଡିରେକ୍ସନ ଦେଇଛି। ଅପେରା ମୁଁ ଡିରେକ୍ସନ ଆମ ଏପଟେ। ଏଇ ନାଟକର ଡିରେକ୍ସନ ଦେଇଛନ୍ତି ପ୍ରଦୀପ ସାର୍। ନାଇଁ ନାଟକ ତ ଏଇ ଲେଖକ ତ ଉଚ୍ଚକୋଟୀରେ ହେଇଛି। ଲେଖକ ଆପଣ ଦେଖନ୍ତୁ, ନାଟକର ଭିଲିଆନ ନାହିଁ, ସ୍ଲୋ ଭିଲିଆନ ଲୋକଙ୍କୁ ଏତେ ଜୋର ବାନ୍ଧି ରଖିଛି କଳ୍ପନା କରି ହେବନି। ନାଟକ ଭିଲିଆନ ଥାଇକି ଲୋକମାନେ ଦେଖୁଛନ୍ତି ନାଟକ, ବିନା ଭିଲିଆନରେ ଭିଲିଆନ ନାହିଁ, କମେଡି ବି ନାହିଁ। କମେଡି ଯାହା ଟିକିଏ ଜବରଦସ୍ତ କମେଡି ହେଇଛି, କମେଡି ନାହିଁ। ଫାଦର କ୍ୟାରେକ୍ଟର ଟିକେ କରିଛନ୍ତି, ଆଉ ଯୋଉ ଟୋକାଟି ଯୋଉ କରୁଥିଲା ସେ ଗୋଟେ ଜବରଦସ୍ତ ପଶି ଆସିଲା ପରି ହେଇଛି, କିନ୍ତୁ କମେଡି ନାହିଁ। ବିନା କମେଡି ବିନା ଭିଲିଆନରେ ଏ ନାଟକ ଏତେ ସକ୍ସେସଫୁଲ ହେଇଛି ଇମାଜିନ କରିହେବନି। ଏକଦମ ଆପଣ କହନ୍ତୁନି। ମୁଁ ଆଗରେ ଯେମିତି ସେ ଆକ୍ସନ କରୁଥିଲେ, ଆପଣ ମାନେ ଦେଖନ୍ତୁ ମାମାକୁ ଆଉ ଭାବନା ଏ ଦି ଜଣ ନାଟକଟା ଛାଡ଼ିଦେଲେ, ଯୁଗ ଛାଡ଼ିଦେଲେ। ନାଟକ ମାନେ ସାରା ଓଡିଶାରେ ବାଜିମାତ କରିବ ଏକାଥରେ
ସେ ସିନା ସମସ୍ତେ କହୁଛନ୍ତି ଏମିତି ଏମିତି ଏଇ ନାଟକ ହଉଛି, ଏଇ ନାଟକ ଥରେ ଦେଖନ୍ତୁ, ଲୋକମାନେ ଏଇ ନାଟକରୁ ଥରେ ଦେଖନ୍ତୁ, ଏଇ ନାଟକରୁ ଶିଖନ୍ତୁ କ'ଣ ହେଇଛି, ମେସେଜ କ'ଣ ଦେଇଛନ୍ତି। ସେ ଲେଖକ ତ ଲେଖୁଛନ୍ତି, ଖାଲି ଭିଲିଆନ ଟେକିଦେଲେ ହବନି। ଇଏ ହଉଛି ନାଟକ, ଭିଲିଆନ ନାହିଁ, ଓ ଭିଲିଆନ ନାହିଁ, କମେଡି ନାହିଁ, ନାଟକ ବଢିଆ, ଏତେ ସୁନ୍ଦର ନାଟକ କହିବ। ଧନ୍ୟବାଦ ଧନ୍ୟବାଦ ବଢିଆ ନା ରହିଲୁ ଆପଣ